ବର୍ଷା ପାଗକୁ ଆଜି ଆମେ ପ୍ରସ୍ତୁତ କରିବା ବାଇଗଣର ଏକ ସୁଆଦିଆ ରେସିପି ଫୁଲା ଫୁଲା ବାଇଗଣୀ ଛଣା। ଏଠି ଆମେ 3ଟି ବାଇଗଣ ନେଇଛେ। ତାପରେ ତାକୁ ଭଲ ଭାବରେ ସବୁ ବାଇଗଣ ଏଠି ଆମେ କାଟି ନେବା। ଦେଖନ୍ତୁ ମୁଁ ଏଠି ଗୋଲ ଗୋଲ କରି ସବୁ ବାଇଗଣ ଏଠି କାଟି ନେଇଛି। ଲମ୍ବା ଭଲ ହେବନି, ତେଣୁ ଗୋଲ ଗୋଲ କରି କାଟି ନେଇଛେ। ତାପରେ ଆମେ ତାକୁ ଭଲ ଭାବରେ ପାଣିରେ ଧୋଇଦେବା। ତାପରେ ପାଣିରୁ ଛାଣି ଏଠି ଗୋଟେ ବାଉଲରେ ରଖିଦେଇଛେ। ନମସ୍କାର, ଅନୁ କିଚେନରୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଦେଖନ୍ତୁ ଏତିକି ମୋଟା ରଖିବା, ବେଶୀ ମୋଟା ନା ବା ବେଶୀ ପତଳା ନା। ତାପରେ ଏଥିରେ ଆମେ ଅଳ୍ପ ଲୁଣ ଦେଇଦେବା, ଅଳ୍ପ ଲଙ୍କା ଗୁଣ୍ଡ ଦେଇଦେବା। ଦେଇସାରିଲା ପରେ ଏସବୁ ଆମେ ଭଲ ଭାବରେ ଗୋଳେଇ ନେବା। ଲୁଣ ଆଉ ଲଙ୍କା ଯେମିତି ଆମର ସବୁ ବାଇଗଣରେ ଭଲ ଭାବରେ ଲାଗିଯିବ ଏମିତି ଗୋଳେଇ ନେବା, ନହେଲେ ହାତ ସାହାଯ୍ୟରେ ଭଲ ଭାବରେ ଗୋଳେଇ ନେବା। ଦେଖନ୍ତୁ ମୁଁ ଏଠି ହାତ ସାହାଯ୍ୟରେ ଗୋଟେ ଗୋଟେ କରି ଦୁଇ ସାଇଡ୍ ଓଲଟେଇ ଭଲ ଭାବରେ ହାତ ସାହାଯ୍ୟରେ ଗୋଳେଇ ନେବା। ତାପରେ ଦେଖନ୍ତୁ ଏସବୁ ଆମେ ସାଇଡ୍ କରିଦେବା। ଏଠି ଆଉ ଏକ ବାଉଲ ନେବା। ହାଫ୍ ଚାମଚ ପାଖାପାଖି କଞ୍ଚା ଜିରା, ହାଫ୍ ଚାମଚ ପାଖାପାଖି ଲୁଣ ଦେବା। ଲୁଣ ଆଗରୁ ବି ଦେଇଥିଲେ, ଲୁଣ ପରିମାଣ ଦେଖି ଦେବା। ତାପରେ ହାଫ୍ ଚାମଚ ପାଖାପାଖି ଲଙ୍କା ଗୁଣ୍ଡ, ପୁରା ହାଫ୍ ଚାମଚଠୁ କମ୍ ଖାଇବା ସୋଡ଼ା, ଚୁଟକି ହିସାବର ଖାଇବା ସୋଡ଼ା। ତାପରେ ଏଠି ଆମେ 1.5 ଚାମଚ ପାଖାପାଖି ବେସନ ଦେଇଦେବା। ଅଧିକ ନେବାନି, 1.5 ଚାମଚ ପାଖାପାଖି ଦେଇଦେବା। ତାପରେ ଏସବୁ ଆମେ ଗୋଳେଇ ଦେବା। ଗୋଳେଇ ସାରିଲା ପରେ ଏବେ ଅଳ୍ପ ଅଳ୍ପ ପାଣି ଦେଇ ତାକୁ ଗୋଳେଇ ନେବା। ଏକାଥରକେ ପାଣି ଦେବାନି, ନହେଲେ ଅଧିକ ପାଣି ହୋଇଯିବ। ଆମେ ଏଠି ଅଳ୍ପ ଅଳ୍ପ ପାଣି ଦେଇ ଏସବୁ ଗୋଳେଇ ନେବା। ଆଉ ଗୋଟେ ବେଟର ଏଠି ରେଡ଼ି କରିନେବା। ବିନା ଖାଇବା ସୋଡ଼ାରେ ବି ଆପଣ ଏହା ପ୍ରସ୍ତୁତ କରିପାରିବେ। ଖାଇବା ସୋଡ଼ା ଦେବା ହେତୁ ବାଇଗଣ ଆମର ବହୁତ ଫୁଲି ଥାଏ ଆଉ କ୍ରିସ୍ପି ବି ହୋଇଥାଏ। ଦେଖନ୍ତୁ ମୁଁ ଏଠି ଅଳ୍ପ ଅଳ୍ପ ପାଣି ଦେଇ ଏସବୁ ଗୋଳେଇ ନେଇଛି। ଏକାଥରକେ ପାଣି ଦେବାନି, ଅଧିକ ପାଣି ନା ବା ଅଧିକ ଶୁଖିଲା ନା, ଏତିକି ରଖି ଆମେ ଏଠି ଏସବୁ ଗୋଳେଇ ନେଇଛେ। ଯେମିତି ଉପରୁ ଯେତେବେଳେ ଦେବା ଏତିକି ପାଣି ହିସାବରେ ରହି ପଡ଼ୁଥିବ, ଅଧିକ ପାଣି ନା ବା ଅଧିକ ଶୁଖିଲା ନା। ଦେଖନ୍ତୁ ମୁଁ ଏଠି ସବୁ ଗୋଳେଇ ନେଇଛି। ତାପରେ ଏସବୁ ଆମେ ସାଇଡ଼୍ କରିନେବା। ଯେତେବେଳେ ଦେବା ଯେମିତି ଆମର ଦୁଇ ସାଇଡ଼୍ ବାଇଗଣରେ ଭଲ ଭାବରେ ବେସନ ଲାଗି ହୋଇଯିବ। କଢ଼େଇ ବସି ଦେଇଥିଲେ, କଢ଼େଇ ଗରମ ହେଲା ପରେ ଏଥିରେ ଆମେ ଅଳ୍ପ ତେଲ ଦେଇଦେବା। ତେଲ ଗରମ ହେଲା ପରେ ଆମେ ଯେଉଁ ବାଇଗଣ ରଖିଥିଲେ ବେସନରେ ଭଲ ଭାବରେ ଦୁଇ ସାଇଡ଼୍ ବୁଡ଼େଇ ନେବା। ତାପରେ ଆମେ ଏଠି ଗୋଟେ ଗୋଟେ କରି ବାଇଗଣ ଦେଇଦେବା। ଏକାଥରକେ ଅଧିକ ଦେବାନି, ଯେତିକି ଧରିବ ତେଲ କଢ଼େଇରେ ଆମେ ସେତିକି ବାଇଗଣ ଦେବା। ଦେଖନ୍ତୁ ଏଠି ମୁଁ 3ଟି ବାଇଗଣ ଦେଇଦେଇଛି। ଆଉ କେମିତି ଫୁଲିଛି ବି ଆମର। ତେଲ ଭଲ ଭାବରେ ଗରମ ହେଲା ପରେ ଆମେ ଏଠି ବାଇଗଣ ଦେବା, ନହେଲେ ବିଲକୁଲ ବି ଫୁଲିବନି, କଞ୍ଚା ରହିଯିବ। କିଛି ସମୟ ଗଲା ପରେ ଆମେ ୟାକୁ ଓଲଟେଇ ନେବା। ବାଇଗଣୀ ଛାଣିଲା ବେଳେ ବିଲକୁଲ ବି ଗ୍ୟାସ୍ କମେଇବାନି। କିଛି ସମୟ ଗଲା ପରେ ଦେଖନ୍ତୁ ଏ ସାଇଡ଼୍ ବି ଆମର ଭଲ ଭାବରେ ହୋଇ ଆସିଲାନି। ୟାକୁ ଆମେ ଆଉ ଥରେ ଓଲଟେଇ ନେବା। ଦୁଇ ସାଇଡ଼୍ ଆମର ଦେଖନ୍ତୁ ଭଲ ଭାବରେ ଏବେ ହୋଇଯାଇଛି। ଆମେ ଏଠି ଏସବୁ ଗୋଟେ ପ୍ଲେଟ୍କୁ ବାହାର କରି ନେବା। ପ୍ଲେଟ୍ରେ ଏଠି ଅଳ୍ପ ଟିସ୍ୟୁ ପେପର୍ ଆମେ ଦେଇଥିଲେ। ବାଇଗଣରୁ ତେଲ ଯେମିତି ଭଲ ଭାବରେ ଟିସ୍ୟୁ ପେପରରେ ଲାଗି ହୋଇଯିବ, ବାଇଗଣରେ ବିଲକୁଲ ବି ରହିବନି। ଏସବୁ ଆମେ ଛାକଣି ସାହାଯ୍ୟରେ ଛାଣି ନେଇଛେ ଆଉ ପ୍ଲେଟ୍କୁ ବାହାର କରି ନେବା। ତାପରେ ବାକି ଅଛି, ତାକୁ ବି ଆମେ ଏମିତି ପ୍ରଥମେ ଭଲ ଭାବରେ ତେଲ ଗରମ ହେଲା ପରେ ଗୋଟେ ଗୋଟେ କରି ବେସନରେ ବୁଡ଼େଇ ତାକୁ ବି ଆମେ ଦେଇଦେବା। ଦେଖନ୍ତୁ ଏଠି ମୁଁ ଗୋଟେ ଗୋଟେ କରି ବାଇଗଣ ପ୍ରଥମେ 3ଟି ଦେଇଦେବା। ଏ ବାଇଗଣ ବି ଦେଖନ୍ତୁ ଆମର କେମିତି ଭଲ ଭାବରେ ସବୁ ଫୁଲିଛି। ବର୍ଷା ପାଗକୁ ସନ୍ଧ୍ୟା ସମୟରେ ଫୁଲା ଫୁଲା ବାଇଗଣୀ। କିଛି ସମୟ ଗଲା ପରେ ଦେଖନ୍ତୁ ଏ ବାଇଗଣ ବି ଆମର ଗୋଟେ ଗୋଟେ କରି ଓଲଟେଇ ନେବା। ଆର ସାଇଡ଼୍ କେମିତି ଦେଖନ୍ତୁ ଭଲ ଭାବରେ ହୋଇଯାଇଛି। ଆଉ କିଛି ସମୟ ୟାକୁ ହେବା ପାଇଁ ଏ ସାଇଡ଼୍ ଆମେ ଛାଡ଼ିଦେବା। କେତେ କମ୍ ସମୟରେ, କେତେ କମ୍ ସାମଗ୍ରୀରେ ଆମର ଆଜି ପ୍ରସ୍ତୁତ ହୋଇଗଲା ବର୍ଷା ପାଗକୁ ଗରମ ଗରମ ଫୁଲା ଫୁଲା ବାଇଗଣୀ। ଏବେ ଦେଖନ୍ତୁ ଦୁଇ ସାଇଡ଼୍ ଭଲ ଭାବରେ ହୋଇଯାଇଛି। ୟାକୁ ବି ଆମେ ଛାକଣି ସାହାଯ୍ୟରେ ସେମ୍ ପ୍ଲେଟ୍କୁ ବାହାର କରି ନେବା। ଏଠି ଆମେ ସବୁ ବାଇଗଣୀ ଭଲ ଭାବରେ ଛାଣି ନେଇଛେ। କଞ୍ଚା ଲଙ୍କା କିଛି ତାକୁ ବି ଆମେ ଭଲ ଭାବରେ ଛାଣି ନେଇଥିଲେ, ଆଉ ତାକୁ ବାଇଗଣ ଉପରେ ଦେଇ ସଜେଇ ନେଇଛେ। ଆମର କେତେ କମ୍ ସମୟରେ ପ୍ରସ୍ତୁତ ହୋଇଗଲା ଗରମ ଗରମ ଫୁଲା ଫୁଲା ବାଇଗଣୀ। ପୁଣି ଆଉ ଏକ ରେସିପି ନେଇ ଆସିବି। ବହୁତ କମ୍ ସମୟରେ ଗରମ ଗରମ ବର୍ଷା ପାଗକୁ ବାଇଗଣୀ ପ୍ରସ୍ତୁତ କରି ଖାଆନ୍ତୁ। କେମିତି ଲାଗିଲା କମେଣ୍ଟ ବକ୍ସରେ କମେଣ୍ଟ କରି ଜଣାନ୍ତୁ। ରେଡ଼ି ହୋଇଗଲା ବାଇଗଣୀ ଛଣା ବା ବାଇଗଣୀ। ରହିଲି, ନମସ୍କାର।